যজ্ঞ সন্তোষ বিধান যদি করা যায় তাহলে ସମସ୍ତେ ସନ୍ତୁଷ୍ଟ ହେଇଯିବେ। ଆଉ ପୁନଶ୍ଚ ଯେ ନାମ କରୁଛନ୍ତି ହରିନାମ କରୁଛନ୍ତି ପ୍ରତିଦିନ ଉପଯୁକ୍ତ ପ୍ରାମାଣିକ ଆଚାର୍ଯ୍ୟ ବା ଗୁରୁଙ୍କର ଆନୁଗତ୍ୟରେ ବୈଷ୍ଣବ ଗୁରୁଙ୍କର ଆନୁଗତ୍ୟରେ ହରିନାମ ଯିଏ କରୁଛନ୍ତି ନାମିକ ଶୁଣତ୍ୱ ଆଚରଣ କରିକିରି ହରିସଂକୀର୍ତ୍ତନ ଯିଏ କରୁଛନ୍ତି ସେ ସବୁ କିଛି ଫଳ ପାଇଯାଉଛନ୍ତି। ଅହୋବତ ସୁପଦତି କରିୟାନ୍ତ ଜିହ୍ୱାଗ୍ରେ ବର୍ତ୍ତତେ ନାମ ତୁଭ୍ୟଂ ତେପୁ ତପସ୍ତେ ଯୋବୁ ଶଶ୍ନୁ ଆର୍ଯ୍ୟା ବ୍ରହ୍ମାନୁର୍ଚୁ ନାମ ଗୁଣନ୍ତି ଯେତେ। ଏ କଥା ତୃତୀୟ ସ୍କନ୍ଧ ଭାଗବତରେ କପିଳ ଦେବହୂତି ସମ୍ବାଦରେ କୁହାଯାଇଛି ଯେ ଭଗବାନଙ୍କ ଦିବ୍ୟ ନାମ କୀର୍ତ୍ତନ କରୁଛନ୍ତି ଯାହାଙ୍କର ଜିହ୍ୱାଗ୍ରରେ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତିତ ହେଉଛି ସେ ସ୍ୱପଚ ଚଣ୍ଡାଳ କୂଳରେ ଯାହା ହେଇଥିଲେ ସୁଦ୍ଧା ସେ ଗୁରୁ ଗରିୟାନ ଏବଂ ସେ ସବୁକିଛି ପାଉଛନ୍ତି। ତେପୁ ତପସ୍ତେ ସମସ୍ତ ତପସ୍ୟାର ଫଳ ପାଇଗଲେ ଆଉ କିଛି ତପସ୍ୟା କରିବାର ଆବଶ୍ୟକତା ନାହିଁ। ଏ କଥା କୁହା ତେପୁ ତପସ୍ତେ ଯୋଗ ସମସ୍ତ ଯଜ୍ଞ ଅନୁଷ୍ଠାନର ଫଳ ସେ ପାଇଗଲେ ଆଉ କିଛି ଅନ୍ୟ ଯଜ୍ଞ ଅନୁଷ୍ଠାନ କରିବାର ଆବଶ୍ୟକତା ସେମାନଙ୍କ ପକ୍ଷରେ ନାହିଁ। ତେପୁ ତପସ୍ତେ ଯୋଗ ଶଶ୍ନୁ ସମସ୍ତ ତୀର୍ଥ ସ୍ଥାନରେ ସ୍ନାନ କରିବାର ଫଳ ମଧ୍ୟ ସେମାନେ ପାଇଗଲେ। ତେଣୁ କୌଣସି ତୀର୍ଥ ସ୍ଥାନକୁ ଯାଇ ସ୍ନାନ କରିବାର ଆବଶ୍ୟକତା ସେମାନଙ୍କର ନାହିଁ। ଶଶ୍ନୁ ଆର୍ଯ୍ୟା ସମସ୍ତ ପ୍ରକାର ବୈଦିକ ସଂସ୍କାର କ୍ରିୟା ଆପେ ଆପେ ଅନୁଷ୍ଠିତ ହେଇଗଲା। ସେ ଆର୍ଯ୍ୟ ହେଇଗଲେ ସେ ଅନାର୍ଯ୍ୟ ହେଇକରି ରହିବେ ନା। ପୁଣି ବ୍ରହ୍ମଣୁଚ ବେଦ ଅଧ୍ୟୟନର ଫଳ ବେଦ ଜ୍ଞାନ ମଧ୍ୟ ସବୁ ଲବ୍ଧ ହେଇଯିବ। ସେ ମୂର୍ଖ ହେଇକି ରହିବେ ନା ସ୍ୱତଃ ବେଦ ଜ୍ଞାନ ମଧ୍ୟ ଲବ୍ଧ ହେଇଯିବ। ଏଇ କଥା କୁହାଯାଉଛି। ନାମ ଗୁଣନ୍ତି ଯେ ହରିନାମ ଯେଉଁମାନେ କରନ୍ତି ସେମାନେ ଉପଯୁକ୍ତ ପ୍ରାମାଣିକ ଗୁରୁଙ୍କର ଆନୁଗତ୍ୟରେ ସେମାନେ ସବୁକିଛି ପାଇଯାଆନ୍ତି। ଏଥିରେ ଆଉ କିଛି ଅପ୍ରାପ୍ତ ତାଙ୍କର ରହେ ନା। ଆକୀର୍ତ୍ତନୀୟ ସଦା ହରି। ଆଉ ସେଇ କଥା ମଧ୍ୟ ଜୀବ ଗୋସ୍ୱାମୀଙ୍କର ଏଠି ଉଦ୍ଧାର କରି ଶ୍ରୀଲ ପ୍ରଭୁପାଦଜୀ ମହାରାଜ କହିଛନ୍ତି ଯେ ଯାହା କିଛି ଏ କଳିଯୁଗରେ ସଂକୀର୍ତ୍ତନାଖ୍ୟା ଭକ୍ତି ଯୋଗ ଆଚରଣୀୟ କଳିଯୁଗରେ ଅନ୍ୟ ଯାହା କିଛି କରିବ ତାହା ଏଇ ସଂକୀର୍ତ୍ତନାଖ୍ୟା ଭକ୍ତି ଯୋଗ ଜରିଆରେ କରିବ ତାହେଲେ ସୁଫଳ ମିଳିବ। ସଂକୀର୍ତ୍ତନାଖ୍ୟା ଭକ୍ତି ଯୋଗ ଆଚରଣ ନ କରି ଯଦି କରିବ ତାହେଲେ ଲାଭ କିଛି ହବ ନା। ଏ କଥା ଶାସ୍ତ୍ର ସମ୍ମତ କଥା। ତେଣୁ ଆମମାନେ ସଂକୀର୍ତ୍ତନ ଯଜ୍ଞ କରୁଛେ ଆଉ କୃଷ୍ଣ ପ୍ରସାଦ ମହାପ୍ରସାଦ ସମସ୍ତଙ୍କୁ ମଧ୍ୟ ଆହ୍ୱାନ କରୁଛେ ସଂକୀର୍ତ୍ତନ ଯଜ୍ଞରେ ଆସ ଅଂଶଗ୍ରହଣ କର ଭାଗବତ କଥା ଶ୍ରବଣ କର ଆଉ ଶେଷରେ ମହାପ୍ରସାଦ ସମସ୍ତ ମଧ୍ୟ ବିତରଣ ଆମେ କରୁଛେ। ଏଇ ଆଦର୍ଶ ୟାକୁ ଆମେ ଆଚରଣ କରିକିରି ଆମେ ମଧ୍ୟ ଶିଖଉଛେ। ଆଉ ଗୃହସ୍ଥ ଥାଇ କରିବ ଏ ହଉଛି ଆଦର୍ଶ ଗୃହସ୍ଥର କାମ। ତାହେଲେ ତାର ଯାହା କେବଳ ଯେ ଭୌତିକ ଅଭିବୃଦ୍ଧି ତୁମର ହବ ସେତିକି ନୁହେଁ ପରମାର୍ଥିକ ଅଭିବୃଦ୍ଧି ମଧ୍ୟ ତୁମର ଏଥିରେ ହବ। ଏଥିରେ ଉଭୟ ପ୍ରକାର ଅଭିବୃଦ୍ଧି ହେଇଯିବ। ଭୌତିକ ପରମାର୍ଥିକ ସବୁ ପ୍ରକାର ଅଭିବୃଦ୍ଧି ହବ। ତେଣୁ ଯିଏ ବିଜ୍ଞ ବ୍ୟକ୍ତି ବୁଦ୍ଧିମାନ ବ୍ୟକ୍ତି ଏଇ କଥା ହିଁ କରେ। ସେ ଏ ଶାସ୍ତ୍ର ଅନୁମୋଦିତ ଯେ କଳିଯୁଗରେ ସଂକୀର୍ତ୍ତନ ଯଜ୍ଞ କରେ ସେଥିରେ ସମସ୍ତଙ୍କର